ଦେଖନ୍ତୁ ଭତ୍ତା ଟଙ୍କାକୁ ନେଇ ଆସିଯାଇଛି ବହୁତ ବଡ଼ ଖୁସି ଖବର ବା ଏଇଟା ଆପଣମାନଙ୍କ ପାଇଁ ଗୋଟେ ଜରୁରୀ ସୂଚନା। ଦେଖନ୍ତୁ ଯେଉଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ କି କଥା କ'ଣ ରଖିଲେନି କି ସରକାର ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ସୃଷ୍ଟି କରୁଛି କି ଯେଉଁ ନୂଆ ସରକାର ଆସିଛନ୍ତି ସେ ଭତ୍ତା ଟଙ୍କା 3000 ବା 3500 ଟଙ୍କା କେବେ ନୂଆ ଲିଷ୍ଟ ଆସିଗଲାନି କି କେବେ ଭିଡ଼ିଓରେ ଆଜି ଡିଟେଲ୍ସରେ ବୁଝେଇବା କି କେବେ ଆସିବ କେବେ ଏହି ସ୍କିମ୍ ଲାଗୁ ହେବ 3000 ବା 3500 ଟଙ୍କା କାହାକୁ ମିଳିବ 6000 ଯେଉଁମାନେ 1500 ବା 1200 ବା 1400 ପାଉଥିଲେ ସେମାନେ କ'ଣ 3000 3500 ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ସେମାନେ କେଉଁ ଟଙ୍କା ପାଇବେ ତାହା ଭିଡ଼ିଓରେ ଡିଟେଲ୍ସରେ ଦେଖିବା। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ଆଉ ସବସ୍କ୍ରାଇବ୍ ଦେଖନ୍ତୁ କରିବେ। ଆସିଯାଇଛୁ ଆମେ ଅଫିସିଆଲ୍ ୱେବସାଇଟ୍କୁ। ଏଥିରେ ଆପଣ ସବୁ ଦେଖିପାରିବେ ପେନ୍ସନ୍ ସ୍କିମ୍ ସବୁ ସ୍କିମ୍ ମାନେ ରହିଛି କେଉଁ ସ୍କିମ୍ କ'ଣ ରହିଛି ମୁଁ ଡିଟେଲ୍ସରେ ବୁଝେଇବି ଆଉ ଗୋଟେ ଭିଡ଼ିଓ ମାଧ୍ୟମରେ। ଦେଖନ୍ତୁ ଆପଣମାନଙ୍କର ପର୍ଯ୍ୟନ୍ତ ଆପଣଙ୍କର ଯେଉଁମାନଙ୍କୁ ଭତ୍ତା ଟଙ୍କା ମିଳୁନାହିଁ ବା ଯେଉଁମାନେ ନୂତନ ଆବେଦନକାରୀ କିନ୍ତୁ ଯେଉଁମାନେ ଭୂତ ଧାରୀ ମଧ୍ୟ ସେମାନେ ପାଇଯାଉଛନ୍ତି ଯେଉଁମାନେ ପାଇବା କଥା ନୁହଁ ସେମାନେ ବି ପାଉଛନ୍ତି ଟଙ୍କା ସେମାନଙ୍କର ନାମ କଟିବ କି ନାହିଁ ସେବେ ଦେଖନ୍ତୁ। ଆମେ ଆସିଯାଇଛୁ ଅଫିସିଆଲ୍ ୱେବସାଇଟ୍କୁ ତାପରେ ଆମେ ଦେଖିବା ଏଥିରେ ଦେଖନ୍ତୁ ସୋସିଆଲ୍ ସିକ୍ୟୁରିଟି ଆଣ୍ଡ ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ ୱିଥ୍ ଡିସେବିଲିଟି ଡିପାର୍ଟମେଣ୍ଟ ତରଫରୁ ତାର ଅଫିସିଆଲ୍ ନୋଟିଫିକେସନ୍ ଏଇଟା ତାର ଅଫିସିଆଲ୍ ସାଇଟ୍। ଦେଖନ୍ତୁ ସ୍କିମ୍ ଆଣ୍ଡ ପ୍ରୋଗ୍ରାମ୍ ଉପରେ ଆପଣ କ୍ଲିକ୍ କରିବେ। ଏଥିରେ ଆପଣଙ୍କର ଦେଖନ୍ତୁ କ୍ଲିକ୍ କଲା ପରେ ସ୍କିମ୍ ଆଉ ପ୍ରୋଗ୍ରାମ୍ ମାନେ ଦେଖିପାରିବେ। ଏଥିରେ ଦେଖାଉଛି ଡିଫରେଣ୍ଟ ଟାଇପ୍ର ପ୍ରୋଗ୍ରାମ୍ ଅଛି ଯେଉଁମାନେ ଆପ୍ଲାଏ ଏଇଟା ଆବେଦନ ଏଇ ନଭେମ୍ବର ବା ଡିସେମ୍ବର ସୁଦ୍ଧା ହେଇଯିବ ଆପଣମାନଙ୍କର ଆବେଦନ ହେବ ଏବଂ ଯେଉଁମାନେ ନୂତନ ଆବେଦନକାରୀ ଥିବେ ଯେଉଁମାନଙ୍କୁ 60 ବର୍ଷରୁ ସେମାନଙ୍କୁ ମିଳିବ 3000 ଟଙ୍କା ଏବଂ ଯେଉଁମାନଙ୍କର ବୟସ 80 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ମିଳିବ 3500 ଟଙ୍କା ପର୍ ମନ୍ଥ ଜାଣିପାରିଲେ। କିନ୍ତୁ ଏଇ ଯୋଜନା କେବେ ଲାଗୁ ହେବ ଏଇ ନଭେମ୍ବର ଶେଷ ମାସ ସୁଦ୍ଧା ବା ଡିସେମ୍ବର ଫାର୍ଷ୍ଟ ୱିକ୍ରେ ଲାଗୁ ହେବାକୁ ଯାଉଅଛି କିନ୍ତୁ ଏହାର ଅଫିସିଆଲ୍ ନୋଟିଫିକେସନ୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଏ ମାସ ସୁଦ୍ଧା ଆସିଯିବ। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସୁଭଦ୍ରା ଯୋଜନାର ତାହା ପୂରଣ କରିସାରିଛନ୍ତି କିନ୍ତୁ ଆହୁରି ବାକି ଯେଉଁ ମହିଳା ସେମାନଙ୍କୁ ମଧ୍ୟ କିନ୍ତୁ ଏହି ସୋସିଆଲ୍ ସିକ୍ୟୁରିଟି ଆଣ୍ଡ ଏମ୍ପାୱାରମେଣ୍ଟ ଯେଉଁ ମଧୁବାବୁ ପେନ୍ସନ୍ ଯୋଜନା ବା ଭତ୍ତା ଟଙ୍କା ଆପଣଙ୍କୁ ଡିସେମ୍ବର ମାସ ବା ଜାନୁଆରୀ ସୁଦ୍ଧା ଏଇଟା ଲାଗୁ ହୋଇଯିବ 2025ରେ ଲାଗୁ ହେବ ଏବଂ ଖୁବ୍ ଶୀଘ୍ର ଏହାର ଅଫିସିଆଲ୍ ନୋଟିଫିକେସନ୍ ଆସିବ। ସର୍ଭେ ମଧ୍ୟ ହେବ ବା ଆପ୍ଲାଏ ତାରିଖ ମଧ୍ୟ ହୋଇପାରେ। ଜାଣିପାରିଲ ଇ ଲାଇବ୍ରେରୀ ଆଣ୍ଡ RTI ପବ୍ଲିକେସନ୍ ଏବାଉଟ୍ ଡିପାର୍ଟମେଣ୍ଟ ଅଫ୍ ଲଗିନ୍ ଏଇଟା ସରକାରଙ୍କ ତରଫରୁ ଯେଉଁ କଥା ଦେଇଥିଲେ ତାହା ରଖିବି ଆପଣମାନେ ଚିନ୍ତା କରନ୍ତୁ ନାହିଁ ଏବଂ ଏହାର ନୋଟିଫିକେସନ୍ ଖୁସି ଆସିଛି କି ଦେଖିଦେବା ଆମେ